ସମସ୍ତଙ୍କୁ ଜୟ ଶ୍ରୀ ଗଣେଶ। ଚାଲନ୍ତୁ ଆଜି ଶୁଣିବା ଗଣେଶ ଭଗବାନ ଚନ୍ଦ୍ରଙ୍କୁ କାହିଁକି ଅଭିଶାପ ଦେଇଥିଲେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଗଣେଶ ଭଗବାନଙ୍କ ପୂଜା ଅଗ୍ରପୂଜ୍ୟ ଗଜାନନଙ୍କ ପ୍ରିୟ ଦିନ। ଗଣେଶଙ୍କ ମହାତ୍ମା ସମ୍ପର୍କରେ ବହୁତ ସୁନ୍ଦର କଥା ସବୁ ଶୁଣିବାକୁ ମିଳିଥାଏ। ଯେମିତିକି ଏକଦା ପାର୍ବତୀ ମହାଦେବଙ୍କ ସହିତ ନର୍ମଦା ତୀରକୁ ଯାଇଥିଲେ। ସେଠାରେ ଏକ ସୁନ୍ଦର ସ୍ଥାନରେ ସେମାନେ ବସି ଏକ ଖେଳ ଖେଳିବାକୁ ମନସ୍ଥ କଲେ। ତେଣୁ ମହାଦେବ କହିଲେ, ଖେଳର ହାରଜିତ୍ର ସାକ୍ଷୀ କିଏ ରହିବ? ତେଣୁ ପାର୍ବତୀ ସଙ୍ଗେ ସଙ୍ଗେ ସେଠାରେ ଥିବା ଘାସରେ ଏକ ପିତୁଲା କରି ତାହାକୁ ଜୀବନ୍ୟାସ କଲେ। ତାପରେ ଖେଳ ଆରମ୍ଭ ହେଲା। ଦୈବ ଯୋଗକୁ ପାର୍ବତୀ 3 ଥର ଖେଳରେ ଜିତିଲେ। କିନ୍ତୁ ବାଲକ ଜଣକ ମହାଦେବଙ୍କୁ ବିଜୟୀ ବୋଲି କହିଲେ। ତେଣୁ ପାର୍ବତୀ ତାକୁ ପାଦରେ ବିହୀନ କରିଦେଇ ପାଦରେ ଦଳି ଦେଇ କାଦୁଅରେ ପଡ଼ି ଦୁଃଖ ଭୋଗିବାର ଅଭିଶାପ ଦେଲେ। ବାଲକ ବିନମ୍ରତା ପୂର୍ବକ କହିଲେ, ମା, ମୋର ଅଜ୍ଞାନବଶତଃ ଏପରି ହେଲା। ଏଥିରେ ମୋର କୌଣସି କୁଟିଳତା ନଥିଲା। ମୋତେ କ୍ଷମା କରି ଶାପରୁ ମୁକ୍ତି ପାଇଁ ବାଟ ଦେଖାନ୍ତୁ। ତାପରେ ଦୟାପୂର୍ବକ ପାର୍ବତୀ କହିଲେ, ଏଠାରେ ନାଗକନ୍ୟାମାନେ ଗଣେଶ ପୂଜା କରିବାକୁ ଆସିବେ। ତୁମେ ତାଙ୍କର ଉପଦେଶ ନେଇ ମୋର ଆଶୀର୍ବାଦ ପାଇପାରିବ। 1 ବର୍ଷ ପରେ ଶ୍ରାବଣ ମାସରେ ନାଗକନ୍ୟାମାନେ ଗଣେଶ ପୂଜା କରିବାକୁ ଆସିଲେ। ନାଗକନ୍ୟା ଗଣେଶ ବ୍ରତର ବିଧି ସମ୍ପର୍କରେ ଅବଗତ କଲେ। ଏହାପରେ ବାଲକଟି 12 ଦିନ ପର୍ଯ୍ୟନ୍ତ ଗଣେଶଙ୍କର ବ୍ରତ କଲେ। ତା ଭକ୍ତିରେ ପ୍ରୀତ ହୋଇ ଗଣେଶ ଦର୍ଶନ ଦେଲେ। ବାଲକ ଗଣେଶଙ୍କୁ ବର ମାଗିଲେ, ଭଗବାନ, ମୋତେ କୈଳାସ ପର୍ବତରେ ଥିବା ମୋର ପିତାମାତାଙ୍କୁ ଦର୍ଶନ କରିବାର ଶକ୍ତି ଦିଅନ୍ତୁ। ଗଣେଶ ତଥାସ୍ତୁ କହି ଅନ୍ତର୍ଦ୍ଧାନ ହୋଇଗଲେ। ବାଲକ କୈଳାସ ପର୍ବତରେ ପହଞ୍ଚି ମହାଦେବଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଲେ। ଅପରପକ୍ଷେ ସେହି ଖେଳକୁ କେନ୍ଦ୍ର କରି ପାର୍ବତୀ ଶିବଙ୍କ ଉପରେ ରାଗି କୈଳାସ ଛାଡ଼ି ପଳାଇ ଯାଇଥିଲେ। ତେଣୁ ଭଗବାନ ଶିବ ତାଙ୍କୁ ପ୍ରସନ୍ନ କରିବା ପାଇଁ 21 ଦିନ ପର୍ଯ୍ୟନ୍ତ ଗଣେଶଙ୍କ ବ୍ରତ କଲେ। ଯାହାଫଳରେ ପାର୍ବତୀ ଖୁସି ହୋଇ ପୁଣି କୈଳାସକୁ ପ୍ରତ୍ୟାବର୍ତ୍ତନ କଲେ। ପରେ ପାର୍ବତୀ ନିଜ ପୁତ୍ର କାର୍ତ୍ତିକେୟଙ୍କ ସହିତ ଭେଟିବା ପାଇଁ ପୁଣି 21 ଦିନ ପର୍ଯ୍ୟନ୍ତ ଗଜାନନଙ୍କର ପୂଜନ କଲେ। ଠିକ୍ 21 ଦିନରେ କାର୍ତ୍ତିକ ଆସି ପାର୍ବତୀଙ୍କୁ ଭେଟିଲେ। ଗଣାଧିପତିଙ୍କର ମହିମା ଶୁଣି ମଧ୍ୟ ତାଙ୍କର ପୂଜନ କରିବା ଉଚିତ। ତାପରେ ବିଶ୍ୱାମିତ୍ରଙ୍କୁ ଏ ସମ୍ପର୍କରେ ଜଣାଇଲେ। ବିଶ୍ୱାମିତ୍ର ଏକନିଷ୍ଠ ହୋଇ ଗଜାନନଙ୍କ ପୂଜା କରି ବ୍ରହ୍ମର୍ଷି ହେବାର ସୌଭାଗ୍ୟ ପ୍ରାପ୍ତ ହେଲେ। ସେହିଦିନଠାରୁ ଗଣେଶ ଚତୁର୍ଥୀ ବ୍ରତ ଲୋକପ୍ରିୟ ହୋଇଥିଲା ବୋଲି ଏକ ପୌରାଣିକ ଆଖ୍ୟାନରୁ ଜଣାପଡ଼େ। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ବହୁ ଆଖ୍ୟାନ ଶୁଣିବାକୁ ମଧ୍ୟ ମିଳିଥାଏ। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଜନ୍ମ ହୋଇଥିଲା। ଜନ୍ମ ହେବା ଦେଖି ଚନ୍ଦ୍ର ଗଣେଶଙ୍କର ବିବୃତ ମୁହଁ ଦେଖି ସେ ଇଙ୍ଗିତ ହେଲେ। ଯାହାଫଳରେ ଭଗବାନ ଗଣେଶ କ୍ରୋଧିତ ହୋଇ ଚନ୍ଦ୍ରଙ୍କୁ ଅଭିଶାପ ଦେଲେ। ଏହି ଦିନ ଯିଏ ଚନ୍ଦ୍ର ଦର୍ଶନ କରିବ ସେ କଷ୍ଟ ପାଇବ। ହେଲେ ବହୁ ବର୍ଷ ପରେ ତୃତୀୟ ଓ ଚତୁର୍ଥୀ ତିଥି ଗୋଟିଏ ଦିନରେ ପଡ଼େ ତାର ଚନ୍ଦ୍ରଦର୍ଶନ ଦୋଷଯୁକ୍ତ ରହିବ। ଗଣେଶ ଭଗବାନ ଚନ୍ଦ୍ରଙ୍କୁ ଏହିପରି ଅଭିଶାପ ଦେଇଥିବା କଥାଟି ଆଜି ପର୍ଯ୍ୟନ୍ତ ଚଳି ଆସୁଛି।
ମାଙ୍ଗଳିକ କାର୍ଯ୍ୟମାନଙ୍କରେ ଶୁଭ କାର୍ଯ୍ୟମାନଙ୍କରେ ପ୍ରଥମେ ଗଣେଶ ଭଗବାନଙ୍କୁ ପୂଜା କଲା ପରେ ଯାଇ ସବୁ ଭଗବାନ ପୂଜା ପାଇଥାନ୍ତି। ଗଣେଶ ଭଗବାନ ହେଉଛନ୍ତି ବିଘ୍ନଦାତା, ବିଘ୍ନହରତା, ଦୁଃଖ ସବୁ ଦୂର କରି ମନୁଷ୍ୟକୁ ସୁଖ ପଥ ଦେଖାଇଥାନ୍ତି। ଯଦି ଆଜିର ଭିଡ଼ିଓ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଜୟ ଶ୍ରୀ ଗଣେଶ।